ଭାଗବତରେ ଉଲ୍ଲେଖ ଅଛି, ଦେହରେ କରି ଅହଙ୍କାର, ବୋଲଇ ସର୍ବକର୍ମ ମୋର, ବୋଲଇ କରୁଅଛି ମୁହିଁ, ମୋ ଠାରୁ କର୍ତ୍ତା ଭିନ୍ନ ନାହିଁ। ଏ କଥା ଆପଣ ଶୁଣିଲେ, ଶାସ୍ତ୍ରରେ ପଢ଼ିଲେ, ତାହେଲେ ଏଇ ଭାବଟା ଆମ ଭିତରେ କେମିତି ଆସିବ? ସବୁ ଜାଗାରେ ଏଇ କଥା ଆଲୋଚନା ହେଉଛି, ପ୍ରାୟ ସବୁ ଜାଗାରେ ଆଲୋଚନା ହୁଏ ନାହିଁ। ଯେଉଁଠି ପ୍ରବଚନ ହେଉଛି, ପ୍ରବଚକମାନେ ଯାଉଛନ୍ତି, ସେଠି ଏ ବିଷୟରେ ଆଲୋଚନା ହୁଏ ନାହିଁ। ଯେଉଁଠି ସତ୍ସଙ୍ଗ ହୁଏ, ସେଇଠି ଏଇ କଥା ହିଁ ଆଲୋଚନା ହୁଏ। ପ୍ରବଚନ ସତ୍ସଙ୍ଗ ଭିତରେ ବହୁତ ଡିଫରେନ୍ସ ଅଛି। ଭଗବତ ପ୍ରସଙ୍ଗ ଯେଉଁଠି କୁହାହେଉଛି ଏବଂ ବାଜା ବାଜୁଛି, ଗୀତ ବୋଲା ହେଉଛି, କଥା କୁହା ଚାଲିଛି, ସମସ୍ତଙ୍କୁ ଟିକେ ଆନନ୍ଦ ଲାଗେ, ସମସ୍ତଙ୍କୁ ଟିକେ ଖୁସି ଲାଗେ, ସମସ୍ତଙ୍କୁ ଟିକେ ଭଲ ଲାଗେ। କାରଣ ଏ କାନ ସବୁବେଳେ ଭଲ ଶୁଣିବାକୁ ଚାହେଁ, କିନ୍ତୁ ପ୍ରକୃତ ଭଲଟା କ'ଣ ଯେ ତାକୁ ଜଣା ନାହିଁ। ଏବଂ ଆଖି ସବୁବେଳେ ସୁନ୍ଦର ରୂପଟା ଦେଖିବାକୁ ଚାହେଁ, ଟିକେ ଅସୁନ୍ଦର ରୂପ ଦେଖିଲେ ତା ମନରେ କ'ଣ ହୁଏ? ଡିଷ୍ଟର୍ବ ହେଇଯାଏ। କାନ ଟିକେ ଖରାପ କଥା ଶୁଣିଲେ ଡିଷ୍ଟର୍ବ ହେଇଯାଏ। ମନ ସବୁ ଉପରେ ଦେଖିବା ଦ୍ୱାରା, ଶୁଣିବା ଦ୍ୱାରା ମନ ଉପରେ ଗୋଟେ ବିରାଟ ପ୍ରଭାବ ପକାଏ। ସାଥି ଯଦି ଖରାପ କଥା ଶୁଣିଲା, ମନଟି କଳୁଷିତ ହେଇଯାଏ। ଯଦି ଭଲ କଥା ଶୁଣିଲା, ମନରେ ଆନନ୍ଦ ଆସେ, ଉତ୍ସାହ ଆସେ, ହସ ମଧ୍ୟ ଆସେ। ଭଲ ରୂପଟିଏ ଦେଖିଲେ ମନ ବହୁତ ଖୁସି ହେଇଯାଏ। ଖରାପ ରୂପଟିଏ ଦେଖିଲେ ମନରେ ବିକୃତ ଭାବନା ଆସେ। ସାଥି ଯାହା ଦେଖିଲେ ମଣିଷ ତାହା ହେଇଯାଏ। ସାଇଣ୍ଟିଫିକ୍ ଯାହା ଶୁଣିଲେ ତା ମଧ୍ୟ ହେଇଯାଏ। କିନ୍ତୁ ଆମେ କେମିତି ଈଶ୍ୱରୀୟ ଚେତନାରେ, ଭଗବତ ଚେତନାରେ ବା ଈଶ୍ୱର ସବୁକିଛି କେମିତି ଆମର ଅନୁଭବ ହେବ? କେମିତି ସାଧନା କଲେ ଯାଇ ଅନୁଭବ ହେବ? ମନରେ ପ୍ରଶ୍ନ ଉଠେ। ସମସ୍ତେ ତ ଆମେ ଜାଣିଛେ, ମୁଁ ମୋର ଅଜ୍ଞାନତା ଭାବ। ଜଣେ ସାଧୁ ଆମେରିକାରେ ସ୍ପିଚ୍ ଦେଉଥିଲେ, ଇଣ୍ଡିଆନ୍ ସେଣ୍ଟ, ଭାରତୀୟ ସାଧୁ ଜଣେ ସ୍ପିଚ୍ ଦେଉଥିଲେ। ସ୍ପିଚ୍ ବହୁତ ଉଚ୍ଚ କୋଟିର ଥିଲା, ସମସ୍ତେ ବସି ଶୁଣୁଥିଲେ। ଭାରତୀୟ ଥିଲେ ଆଉ ଆମେରିକାନ ଲୋକ ଥିଲେ। ସତ୍ସଙ୍ଗ ପରେ ଜଣେ ଆମେରିକାନ ହାତ ଯୋଡ଼ି କହିଲେ, ମୁଁ ପ୍ରଶ୍ନ ପଚାରିବି ସ୍ୱାମୀଜୀ। ସେ କହିଲେ, ପଚାରନ୍ତୁ। ନା, ଆପଣ ବହୁତ ଜ୍ଞାନ ରାଜ୍ୟର କଥା କହିଲେ, ବହୁତ ଉଚ୍ଚକୋଟୀର ଭାଷଣ ଦେଲେ, ବହୁତ ଉପନିଷଦ, ଗୀତା, ଭାଗବତରୁ ଉପସ୍ଥାପନା କଲେ। ଭାରତବର୍ଷର ଏ ଅବସ୍ଥା କାହିଁକି ଏମିତି? କ'ଣ ପାଇଁ ଏ ଭାରତବର୍ଷ ଯେ ଦିନେ ବିଶ୍ୱର ଗୁରୁ ଥିଲା, ଆଉ ସାଧନାର ଦେଶ, ତ୍ୟାଗର ଦେଶ, ଧର୍ମର ଦେଶ, ଆଉ ଦେବଭୂମି ଭାରତବର୍ଷ, ମୁନି ଋଷି ପରେ ମୁନି ଋଷି, ଅବତାର ପରେ ଅବତାର ଜନ୍ମଗ୍ରହଣ କରିଛନ୍ତି, ତାହେଲେ କ'ଣ ପାଇଁକି ଏ ଭାରତବର୍ଷର ଏ ଅବସ୍ଥା ବି ପହଞ୍ଚିଛି? ସେ ଦୁଇଟି କଥା କହିଲେ। ଭାରତୀୟମାନଙ୍କ ଭିତରେ ପ୍ରବଳ ଅହଙ୍କାର, ପ୍ରବଳ ଅଜ୍ଞାନତା ତାଙ୍କ ଭିତରେ ରହିଛି। ତେଣୁ ଭାରତୀୟମାନଙ୍କ ଭିତରେ ପ୍ରବଳ ଅହଙ୍କାର। କ'ଣ ଅହଙ୍କାର? ନା, ମୁଁ ମୋର ଭାବ ନେଇ ସେମାନେ ବଞ୍ଚୁଛନ୍ତି। ଯେତେ କହିଲେ ମଧ୍ୟ ସବୁ ତୁମେ, ସବୁ ତୁମେ, ସବୁ ତୁମେ, ଭଗବାନ ସବୁକିଛି କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ। ଏଇ କଥା ହିଁ କ୍ରିୟାଯୋଗ ମୂଳରୁ ହିଁ ଆମମାନଙ୍କୁ ଶିଖାଏ। ସବୁ କଥା ଈଶ୍ୱର କରୁଛନ୍ତି, କରାଉଛନ୍ତି। ତୁମେ ଅନୁଭବ କର, ପ୍ରତ୍ୟେକ ସମସ୍ୟାର ସମାଧାନ ହେଇଯିବ, ସବୁକିଛିର ସମାଧାନ ହେଇଯିବ। ତୁମେ ମାନସିକ ଶାନ୍ତି ଆଉ ମାନସିକ ଆନନ୍ଦ ପାଇବ। ଯେତେବେଳେ କ୍ରିୟାଯୋଗ ବିଷୟରେ କୁହାହୁଏ, ସେତେବେଳେ
ଗୁରୁଦେବ କହୁଥିଲେ କ୍ରିୟା ଦୁଇଟା ଅକ୍ଷର, ଯୋଗ ମଧ୍ୟ ଦୁଇଟା ଅକ୍ଷର। କ୍ରିୟା ଦୁଇଟା ଅକ୍ଷର କ'ଣ? କ୍ରି ଆଉ ୟା ମିଶିଲେ ଯୋଗ ହେଲା। କ୍ରି ମାନେ କରିବା। ଆମେ ଯାହା କିଛି କର୍ମ କରୁଛେ ତାହା ହିଁ କ୍ରି। ଯାହା କିଛି ଆମେ କର୍ମ କରୁଛେ ସବୁ କିଛି କ୍ରି। ଆମେ କେମିତି କରୁଛେ? ବିନା ଶକ୍ତିରେ ଆମେ କିଛି କାମ କରିପାରିବା? ୟା ହେଉଛି ଆତ୍ମା। ଆତ୍ମା ଥବାରୁ ଆମେ ସବୁ କିଛି କର୍ମ କରୁଛେ, ଆମର କିନ୍ତୁ ଏ ବୋଧ ନାହିଁ। ଯେତେବେଳେ ଲୋକଟି ମରିଯାଏ ତା ଭିତରୁ ଆତ୍ମା ବାହାରିଯାଏ, ବ୍ୟକ୍ତି ଆଉ କିଛି କାମ କରେ? ତାକୁ ସାଥି ସାଥି ମୁର୍ଦାର କହନ୍ତି ଏବଂ ସାଥି ସାଥି ତା ନାଁଟାକୁ ଉଠେଇ ଦିଅନ୍ତି। ବୁଢ଼ା ମରିଛି, ଲାଶଟା ପଡ଼ିଛି, ଶୀଘ୍ର ଉଠାଅ, ଆକୁ ପୋଡ଼ ନହେଲେ ପୋତ। ତେଣୁ ମନବୋଧ 34ରେ ଭକ୍ତଚରଣ ଦାସ ଲେଖିଛନ୍ତି, ଛୁଇଁବେ ନାହିଁ ତୋତେ ବୋଲିବେ ମଢ଼ା, ଛଖଣ୍ଡି କାଠ ହବ ତୋ ପାଇଁ ଲୋଡ଼ା, ଛାର ଦେହକୁ ମନ କରିଛୁ ସଜ, ଛନ୍ଦ କପଟ ତେଜିନ ଗୋବିନ୍ଦ ଭଜ। ଦେଖନ୍ତୁ, ଏତେ ଜାଣିଲା ପରେ, ଏତେ ଶୁଣିଲା ପରେ, ଏତେ ପଢ଼ିଲା ପରେ ଆମ ଭିତରେ କନସସ୍ ଆସୁନାହିଁ, ଚେତନା ଆସୁନାହିଁ। ମୁଁ ସେଇ ଭଗବାନଙ୍କର ଅଂଶବିଶେଷ, ଆଉ ମୁଁ ଜନ୍ମଗ୍ରହଣ କରିଥିଲି ଈଶ୍ୱର ପ୍ରାପ୍ତି ପାଇଁ ବା ସତ ସହିତ ସଙ୍ଗ ହେବା ପାଇଁ, ସତ ସହିତ ମିଳନ ହେବା ପାଇଁ। ଏଇ କନସସନେସ୍ ଆମ ଭିତରେ ଆସୁନି। ଏତେ ଭଗବାନଙ୍କ ମାୟାରେ ଆମେ ଜଡ଼ିତ ହେଇଯାଇଛେ, ଏତେ ଆଟାଚ୍ ହେଇଯାଇଛେ, ସେଥିରେ ଏତେ ଛନ୍ଦାଛନ୍ଦି ଆମେ ହେଇଯାଇଛେ, ଆମେ ସମ୍ପୂର୍ଣ୍ଣ ଭାବରେ ନିଜକୁ ଭୁଲି ଯାଇଛେ। ନିଜର ସ୍ୱରୂପକୁ ଆମେ ଉପଲବ୍ଧି ଆଉ ଅନୁଭବ କରିପାରୁନେ। ମୋର ସ୍ୱରୂପଟା କ'ଣ? ବାସ୍ତବ ରୂପଟା ମୋର କ'ଣ?